ପିଲାମାନେ ଆଜି ଆମେ ପଢ଼ିବା ବର୍ଣ୍ଣ କାହାକୁ କୁହନ୍ତି। ଧ୍ୱନିର ଲିଖିତ ରୂପକୁ ବର୍ଣ୍ଣ କହନ୍ତି। ବର୍ଣ୍ଣ କେତେ ପ୍ରକାର ଓ କ'ଣ କ'ଣ? ବର୍ଣ୍ଣ ଦୁଇ ପ୍ରକାର। ଏକ ସ୍ୱରବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ। ସ୍ୱରବର୍ଣ୍ଣ କ'ଣ? ସ୍ୱରବର୍ଣ୍ଣ କାହାକୁ କହନ୍ତି? ଅନ୍ୟ ବର୍ଣ୍ଣର ସାହାଯ୍ୟ ନ ନେଇ ଯେଉଁ ବର୍ଣ୍ଣ ଆପେ ଆପେ ଉଚ୍ଚାରିତ ହୋଇପାରେ ତାହାକୁ ସ୍ୱରବର୍ଣ୍ଣ କୁହାଯାଏ। ସ୍ୱରବର୍ଣ୍ଣ ସଂଖ୍ୟା କେତେ ଓ କ'ଣ କ'ଣ? ସ୍ୱରବର୍ଣ୍ଣ ସଂଖ୍ୟା 11। ସ୍ୱରବର୍ଣ୍ଣ ସଂଖ୍ୟା କେତେ ଓ କ'ଣ କ'ଣ? ସ୍ୱରବର୍ଣ୍ଣ ସଂଖ୍ୟା 11। ଅ, ଆ, ହର୍ଷେଇ ଦୀର୍ଘଇ, ହର୍ଷୌ ଦୀର୍ଘ, ରୁ, ଏ, ଐ, ଓ, ଔ। 11। ହ୍ରସ୍ୱ ସ୍ୱର 4। ଅ, ହର୍ଷେଇ, ହର୍ଷୌ, ରୁ। ଦୀର୍ଘ ସ୍ୱର 7। ଆ, ଦୀର୍ଘଇ, ଦୀର୍ଘୌ, ଏ, ଐ, ଓ, ଔ। ରୁ, ନୃ ବର୍ଣ୍ଣ ଦୁଇଟି ଅପ୍ରଚଳିତ।